ସରକାରଙ୍କର ଏଭଳି ପଦକ୍ଷେପ ପ୍ରଶଂସନୀୟ ବୋଧେ ନାଇଁ ସରକାରଙ୍କର ଯୋଉ ପଦକ୍ଷେପ ସେଟା ଭାରି ପ୍ରଶଂସନୀୟ ଆଉ ତାଙ୍କ ପୁଅ ଝିଅ ଅଛନ୍ତି ତାଙ୍କୁ ଯାଇ ପୋଲିସ କବାଟ ବାଳି କଳାହାଣ୍ଡିରୁ ସେ କ'ଣ କଳାହାଣ୍ଡିରେ ତାଙ୍କୁ ପାଇଲେନି ନରଲାରେ ପାଇଲେନି ସେ ଗୋଟେ ରାଜ୍ୟସଭା ଇଲେକ୍ସନର ରାଗକୁ ସେଠି ସୁଝଉଛନ୍ତି ରାଜ୍ୟସଭା ଇଲେକ୍ସନ ଆଗରୁ ତାଙ୍କୁ କହୁଥିଲେ ତମେ ରାଜ୍ୟସଭାରେ ଆମକୁ ଭୋଟ ଦିଅ ନହେଲେ ଆମେ ତମର ଏଇଆ କ୍ଷତି କରିବୁ ଯଦି ତାଙ୍କ ନାଁରେ ତହସିଲଦାର ଏଫଆଇଆର ଦେଲେ କଳାହାଣ୍ଡିରେ କ'ଣ ପୋଲିସ ତାଙ୍କୁ ଅଟକେଇ ପାରିଲେନି ନରଲାରେ ଅଟକେଇ ପାରିଲେନି ଏଠି ଆସିକି କେବଳ ଆପଣ ମାନଙ୍କର ଫଟୋ ଫଟୋ ଉଠେଇବେ ବୋଲିକି ମିଡିଆ ଭାଇମାନଙ୍କ ଆଗରେ ସେ ମିଡିଆରେ ପ୍ରେସ୍ ନେବେ ବୋଲି ପୋଲିସ ସରକାରଙ୍କ ତରଫରୁ ଏକତା ସରକାର ଭାରି ବାହାଦୁରୀ କାମ କରୁଛନ୍ତି ଆଉ ନାଇଁ ଓହୋ ପୋଲିସ କ'ଣ ତା ବାଟରେ କାମ କରିବେ ପୋଲିସ କ'ଣ ଡାକି ପାରିନଥାନ୍ତା ପୋଲିସ କେଇଥର ଡାକିଛି ତାଙ୍କ ସ୍ୱାମୀକି ପୋଲିସ କେଇଥର ଡାକିଛି ତାଙ୍କ ସ୍ୱାମୀକି ପୋଲିସ ପାଖରେ ଯେତେବେଳେ ଏଫଆଇଆର ହବ ପୋଲିସ ଡକେଇବ ଯେକୌଣସି ଗୋଟେ କନେଷ୍ଟବଳକୁ ପଠେଇବ କି ଏସ୍ଆଇକି ପଠେଇକି ତାଙ୍କ ଘରୁ ଡକେଇବ ଡକେଇଛନ୍ତି କି କ'ଣ ଏଠି ଆସିକି ଦଳେ ତା ଛୁଆ ପିଲା ଅଛନ୍ତି ତା ଘରେ ପଶି ଯାଉଥିଲେ କ'ଣ ଏଇଟା ବାହାଦୁରିଆ କାମ ଭାରି ପୋଲିସର ନା କ'ଣ ସେ ପୋଲିସ ପଠେଇଲେନି ଯେତେବେଳେ ତହସିଲ କହୁଛନ୍ତି କମ୍ପ୍ଲେନ ହେଲା ତାଙ୍କ ବିରୁଦ୍ଧରେ ନରଲା ଥାନା ଏସି ଡକେଇ ପଠେଇଲେ ନାଇଁ ତାଙ୍କୁ ଡକେଇ ପଠାଇଥାନ୍ତା ସେ ଯଦି ନ ଆସିଥାନ୍ତେ ତାହେଲେ ସେ ଆସିଥାନ୍ତେ ଲୁଚିଥିଲେ କି କୋଉଠି ସେ ତ କୋଉଠି ଲୁଚି ନଥିଲା ତାଙ୍କ କ୍ୱାର୍ଟରରେ ଆସିକି ତାଙ୍କ ଛୁଆ ପିଲା ଅଛନ୍ତି ଏ ବାହାଦୁରିଆ କାମ କରୁଛନ୍ତି ପୋଲିସ ନା କ'ଣ ପୋଲିସ ଯୋଉଟା ସରକାର ଯୋଉଟା କଲେ ଭାରି ବାହାଦୁରୀ କାମ କଲେ ଏମଏଲଏ ଯୋଉଟା କହିଦେଲେ ସେଇଟା ଆପଣମାନଙ୍କୁ ବାଧିଗଲା ଯୋଉମାନେ ସଂଯମତାର ଭାଷା କହୁଛନ୍ତି ଯୋଉଟା କହିଲେ ଶ୍ରୀମତୀ ପ୍ରମିଳା ମଲ୍ଲିକ ନିଜେ କହିବା ବେଳକୁ ନିଜେ ବି ତାଙ୍କର ଆଚରଣ ଉଚ୍ଚାରଣରେ ତାକୁ ପାଳନ ସଂଯମତା ରକ୍ଷା କରିବା କଥା କହିଛନ୍ତି ତାଙ୍କର ଯାହା କହିଛନ୍ତି ସେ ତ ସରକାରୀ ଦଳର ଲୋକମାନେ ତାଙ୍କର ଆଚରଣ ଉଚ୍ଚାରଣ ଠିକ ରଖୁନାହାନ୍ତି ଆପଣ ଦେଖିବେ ସେ ଯୋଉ ଏଠିକାର ବିଧାୟକ କ'ଣ ତାଙ୍କ ନା ପଦ୍ମନାଭ ପଣ୍ଡା ସେ କିଭଳି ଭାବରେ ଆଚରଣ ଉଚ୍ଚାରଣ କରୁଛନ୍ତି ଆଚରଣ ଉଚ୍ଚାରଣ ସରକାରୀ ଦଳରୁ ଆଗେ ଶିଖିବା କଥା ସରକାରୀ ଦଳ ଆଚରଣ ଉଚ୍ଚାରଣ ସ୍ଥିର କରିବା କଥା ଆଚରଣ ଉଚ୍ଚାରଣ ସରକାରୀ ଦଳର ବିଧାୟକ ବିଧାୟିକା ମାନେ ଯୋଉଭଳି ଭାବରେ କରୁଛନ୍ତି ତାର ପ୍ରତିବାଦରେ ଲୋକମାନେ ତାଙ୍କୁ ଜବାବ ଦଉଛନ୍ତି ଆଚରଣ ଉଚ୍ଚାରଣ ସରକାରୀ ଦଳ ଆଗେ ସ୍ଥିର କରୁ ଏବଂ ସେ ନିଜେ ଆଚରଣ ଉଚ୍ଚାରଣକୁ ସୁଧାରୁ ତାଙ୍କୁ ପଚାରୁନା ଯାଇକି ତାଙ୍କୁ ଯାଇ ପଚାରୁନା ଯେ ବିଜୁଳି ଗ୍ୟାସ କଥା କହୁଥିଲା କାହିଁ ଦିନେ ତ କାହିଁ କହୁନା କାହିଁ କୋଉଠି ପ୍ରେସ୍ ଭାଇ ମାନଙ୍କୁ ଡାକି ତ କହୁନା ଯେ ଆମେ ଦୁଃଖ ପ୍ରକାଶ କରୁଛୁ କି ଏଟା ଠିକ ନୁହଁ ବୋଲି ନିନ୍ଦା କରୁଛୁ କିଏ ଛାଡିଛି ସିଏ ଛାଡିଛି ସିଏ ବିଜୁଙ୍କ ପାଖରେ ନଥିଲେ ସେ ବିଜୁଙ୍କ ବିଷୟରେ ଜାଣିନାହାନ୍ତି ଯୋଉମାନେ ବିଜୁଳି ଗ୍ୟାସ କଥା କହିକି ରାଜ୍ୟସଭା ଭୋଟରେ ଆପଣ ମାନଙ୍କୁ କହୁନଥିଲେ ଆପଣ ପ୍ରଚାର କରୁଥିଲେ ଆପଣ ସେଇଆକୁ ଟିକେ ପଚାରୁନା ଯାଇ